ଆଜିର ରାଶିଫଳ 19 ସେପ୍ଟେମ୍ବର 2024ର ରାଶିଫଳ ବିଷୟରେ ଜାଣିବା। ପ୍ରଥମରେ ଜାଣିବା ମେଷ ରାଶି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ। ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ, ଯେଉଁ କାମ ସମ୍ଭବ କରିବେ ସେଥିରେ ସଫଳ ହେବେ। ଏହାପରେ ବୃଷ ରାଶି ବ୍ୟକ୍ତିବିଶେଷ। ଘରେ ବଡ଼ମାନଙ୍କ ଠାରୁ କିଛି ପ୍ରେରଣା ପାଇବେ, ଆଶାଠାରୁ ଅଧିକ ଧନ ଲାଭ ହେବ, କାମ କ୍ଷେତ୍ରରେ ଜଡ଼ିତ ଲୋକଙ୍କ ମାନ ସମ୍ମାନ। ଏହାପରେ ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ସମ୍ପର୍କରେ ଜାଣିବା। ଟଙ୍କା ଲେଣ ଦେଣ ବେଳେ ସାବଧାନ ରୁହନ୍ତୁ, ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ, ସେଥିପାଇଁ ପ୍ରୟାସ କରନ୍ତୁ। କର୍କଟ ରାଶି। ଆଜିର ଦିନ ଆପଣଙ୍କ ପାଇଁ ଭଲ ପରିଣାମ ନେଇ ଆସିବ। ଚାକିରିଆ ଲୋକଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡ଼ିବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦିନଟି ଭଲ ହେବ। ଆସନ୍ତୁ ଜାଣିବା ସିଂହ ରାଶି ସମ୍ପର୍କରେ। କେହି ପୁରୁଣା ବନ୍ଧୁ ଆପଣଙ୍କୁ ସରପ୍ରାଇଜ ଦେବେ। କୌଣସି ପୁରୁଣା ବନ୍ଧୁ ଦୀର୍ଘ ଦିନ ପରେ ଆପଣଙ୍କୁ ଭେଟି ପାରନ୍ତି, ସାଥୀ ସହଯୋଗ ମିଳିବ। ପରବର୍ତ୍ତୀ ରାଶି କନ୍ୟା ରାଶି ସମ୍ପର୍କରେ ଜାଣିବା। କୌଣସି ଗୁରୁତ୍ୱ ପ୍ରସଙ୍ଗରେ ପରିବାରର ଲୋକ ଏକମତ ହେବେ। ଆପଣଙ୍କ ପାଇଁ ଉନ୍ନତିର ନୂତନ ରାସ୍ତା ଖୋଲିବାର ସମ୍ଭାବନା ଅଛି। ଆସନ୍ତୁ ଜାଣିବା ତୁଳା ରାଶି। କନିଷ୍ଠ ବ୍ୟକ୍ତିଙ୍କ ଠାରୁ ଭଲ ଖବର ଶୁଣିବାକୁ ମିଳିପାରେ। ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ ହେବ। ପିଲାମାନେ ଅଧ୍ୟୟନରେ ଧ୍ୟାନ ଦେବେ। ଏହାପରେ ବିଛା ରାଶି ବ୍ୟକ୍ତିବିଶେଷ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଧାର୍ମିକ ସ୍ଥାନ ପରିଦର୍ଶନ କରିବେ। ଆଜି ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଧନୁ ରାଶି ବ୍ୟକ୍ତିବିଶେଷ। ବିବାଦରୁ ଦୂରେଇ ରୁହନ୍ତୁ। ଅପରିଚିତ ବ୍ୟକ୍ତିଙ୍କୁ ବିଶ୍ୱାସ କରନ୍ତୁ ନାହିଁ। ବନ୍ଧୁତା ଦୃଢ଼ ହେବ। ଦାମ୍ପତ୍ୟ ଜୀବନରେ ସୁଖ ରହିବ। ଏହାପରେ ମକର ରାଶି ବ୍ୟକ୍ତିବିଶେଷ। ଓକିଲମାନଙ୍କ ପାଇଁ ଦିନଟି ଭଲ ହେବ। ସେମାନଙ୍କୁ କିଛି ନୂଆ କେସ୍ ମିଳିପାରେ। ଛାତ୍ରମାନେ ଅଧିକ ପରିଶ୍ରମ କରିବେ। ସ୍ୱାସ୍ଥ୍ୟ ଭଲ ରହିବ। ଏହାପରେ କୁମ୍ଭ ରାଶି। ଜୀବନସାଥୀଙ୍କ ସହିତ ଘରୋଇ କାର୍ଯ୍ୟ ପୂରା କରିବେ। ବ୍ୟସ୍ତ ରହିବେ। ପାରିବାରିକ ସମର୍ଥନ ପାଇବେ। ଖେଳ ପ୍ରତି ରୁଚି ବଢ଼ିବ। ରାଶି ଚକ୍ରର ଶେଷ ରାଶି ମୀନ ରାଶି। ବସ୍ ଆପଣଙ୍କୁ ପ୍ରଶଂସା କରିବେ। ଆପଣଙ୍କ କଥା ଅନ୍ୟମାନଙ୍କୁ ପ୍ରଭାବିତ କରିବ। ମେଡ଼ିକାଲ ଛାତ୍ରଙ୍କ ପାଇଁ ଦିନଟି ଭଲ। ଧନ ବୃଦ୍ଧି ହେବ।